କଲୁ ବାବୁଲା ଏରା ତୁ ବାମୁଣ ଛୁଆ ହେଇକି ସେଥିରେ ଚଣ୍ଡାଳର ଛାପ ଗୁଡାକ ଦେହରେ ଗଳିଗଲୁ ମୋର ପରିକାର ଭାଇନା ଏଇଟାକୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ। ଆଚ୍ଛା ବାବୁଲା ତୁ କଣ ସେ ରଙ୍ଗଶାଳାରେ ସେ ଝିଅକୁ ଛୁଇଁଛୁ? ଛୁଇଁନି ମୁଁ ଛୁଇଁଛି ସତ ହେଲେ କଣ ସେଟା କହୁନୁ? ସେ ମତେ ସେଠି ରାତିରେ ରହିବା ପାଇଁ ବାଧ୍ୟ କରୁଥିଲା ମୁଁ ରହିଲିନି ସେଠୁ ପଳେଇ ଆସିଲି। ହଁ ବା ତୁ ଏ କଥା କହିବୁ ମୁଁ ମାନି ନେବି ଆଉ ଗାଁର ଲୋକ ସବୁ ମାନି ନେବେ। ଓହୋ ଭାଇନା ଆଉ କଥାଟାକୁ ନ ଆଗେଇ କଣ କେମିତି ନିଷ୍ପତ୍ତି ହରିବା କଥା କର। ତୁମେ ହଉଛ ଶାସନ ମୁଖିଆ ଆଉ ମତେ କଣ ପଚାରୁଛ? ତମେ କଣ ଗୋଟେ ନିଷ୍ପତ୍ତି ନେବା କଥା ନେଇଯାଉନା? ଆଚ୍ଛା ଭାଉଜ ତମର ଏ ବିଷୟରେ କିଛି କହିବାର ଅଛି? କଣ ଆଉ କହିବି ଛୁଆଟା ଭାବିଥିଲି କୁଳକର୍ମ କରିବ ମୋ ମୁହଁରେ ଦିଟା ଆହାର ଦବ ହେଲେ ସବୁ ଆଶା ମୋର ଆଶାରେ ରହିଗଲା। ସେ ଯୋଉ କର୍ମ କରିଛି ତାକୁ ଦୌଡ଼ିରେ ବାନ୍ଧି ଗଛରେ ଟାଙ୍ଗି ଦେଲେ ବି ମୁଁ କିଛି ବି କହିବିନି। ହେଲେ ମୁଁ ବୁଢ଼ୀ ଲୋକଟା ମତେ ଯଦି ନିଆଁ ପାଣି ଅଟକ କରିବ ତାହେଲେ ବ୍ରାହ୍ମଣ ଶାସନରେ ମୁଁ ଚଳିବି କେମିତି? ଯଦି ଦଣ୍ଡ କୋହଳ କରି ଏତିକି ମତେ ଟିକେ ସାହାଯ୍ୟ କରନ୍ତୁ ତାହେଲେ ମୁଁ ତାକୁ ବୁଝେଇବାକୁ ଚେଷ୍ଟା କରନ୍ତି। ମୋ ଭାଗ୍ୟରେ ଥାଉ ଭାଉଜ ତମେ ଆଉ କାନ୍ଦନି ତମ କାନ୍ଦରେ ଆମକୁ ବି ଆଉ ଶାନ୍ତି ମିଳିବନି। ବାବୁଲା ବ୍ରାହ୍ମଣ ସମାଜର ରୀତିନୀତି ନିୟମକୁ ଉଲ୍ଲଂଘନ କରି ଆଜି ମସ୍ତ ବଡ଼ ଭୁଲ କରିଛି। ବାବୁଲାର ନନା ଥିଲେ ଆମ ଶାସନ ମନ୍ଦିରର ପୂଜକ ତେଣୁ ବାବୁଲାର ନନା ମରିଗଲା ପରେ ବାବୁଲା ଉପରେ କଠୋର ଦଣ୍ଡ ଦେଇ ତା ବେସାହାରା ମାଟାକୁ ମୁଁ କଷ୍ଟ ଦେବାକୁ ଚାହିଁନି। ତେଣୁ ଦଣ୍ଡ କୋହଳ କରି ଶାସନର ମୁଖିଆ ଭାବରେ ଆଜି ମୁଁ ଏହି ନିଷ୍ପତ୍ତି ନେବାକୁ ଚେଷ୍ଟା କରୁଛି। ବାବୁଲା ପ୍ରାୟଶ୍ଚିତ ହବ। ପ୍ରଥମେ ବାବୁଲା ଗଙ୍ଗା ଜଳରେ ସ୍ନାନ କରି ପଇତା ପରିଧାନ କରିବ। ତାପରେ ପଞ୍ଚଗବ୍ୟ ସେବନ କରି ନିର୍ମାଲ୍ୟ ପାଇବ। ତାପରେ ଆମର ଶାସନ ଦାଣ୍ଡରେ ଅଧିଆ ପଡ଼ି ପଡ଼ି ଯାଇ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ କ୍ଷମା ଭିକ୍ଷା କରିବ। ନା କଣ ଭାଇନା ରଥ ଭାଇନା ମୋ ନିଷ୍ପତ୍ତିରେ ତମେ ଖୁସି ନା ଖୁସି ନୁହେଁ? ନା ତମେ ଗୋଟେ ଶାସନ ମୁଖିଆ ତମେ ଗୋଟେ ମୁରବୀ ତମ ଉପରେ ଆମେ ଆଉ କଥାବାର୍ତ୍ତା କରି ତା ମା ତ ଛୁଆ ଆଉ ଆମ ମନ୍ଦିର ବି ମାରା ସେ ଦିଟାଙ୍କ କଥା ଟିକେ ଗାଁ ଲାଗୁ ଶୁଣିଦେଉ ନା କଣ? ଠିକ ଅଛି ଭାଉଜ ତମେ ଗୋଟେ କାମ କରିବ ତମେ ଗଙ୍ଗା ଜଳରେ ସ୍ନାନ କରି ନିର୍ମାଲ୍ୟ ପାଇ ତମେ ମନ୍ଦିର ଭିତରକୁ ଯିବ। ଆଉ ଆଜି ଏ ମନ୍ଦିର କାର୍ଯ୍ୟରେ ଯେତେ ଟଙ୍କା ଖର୍ଚ୍ଚ ହବ ସବୁଯାକ ଆମ ଶାସନର କୋଠ ଘରୁ ଖର୍ଚ୍ଚ ସଭା ସଂଘ କରା। କଥା ସରିଲା ଆଉ ଚାଲ ଯିବା ଚାଲ ଆଉ କାହିଁକି ହବ ଚାଲ ଯିବା ଚାଲ 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 ନିଷ୍ପତ୍ତି ନେବା।